ଭାଗ୍ୟବତୀ ବିଶ୍ୱାଳ। କଲେକ୍ଟର ଅଫିସ କାହିଁ ଆସିଥିଲ? ଆସିନି ଏଇ ଛୁଆଙ୍କ ପାଇଁ, ଛୁଆ କେମିତି ଚଳିବେ କ'ଣ କରିବେ, ଘରର ଆର୍ଥିକ ଅବସ୍ଥା କମ୍ ଅଛି। ଆଉ ସିଏ ତ ଚାଲିଗଲେ, ଆଉ ରୋଜଗାର ବୋଲି ଗୋଟେ ପଇସା ନାହିଁ, କେମିତି ଚଳିବେ ଛୁଆ, ପାଠ ପଢ଼ିବେ, ଟ୍ୟୁସନ୍ ହେବେ, କେମିତି ପିନ୍ଧିବେ ନାଇବେ ଖାଇବେ, ଏଇସବୁ ପାଇଁ ଆସିନି, ଅଭିଯୋଗ ପାଇଁ ଆସିନି। ଆପଣ ସ୍ୱାମୀ କୋଉଠି ରହୁଥିଲେ, କ'ଣ କରୁଥିଲେ? ତାମିଲନାଡୁରେ ଥିଲେ, ସୂତା ମିଲରେ। ମରିଗଲେ? ହାର୍ଟ ଚୋକ୍ ହେଇଗଲା। ଜମିବାଡ଼ି ନାହିଁ କିଛି? ନାଇଁ, ଜମିବାଡ଼ି ଯେଉଁ ଅଳ୍ପ ଅଛି ସିଏ କରୁଛନ୍ତି ଚାଷ, ମୁଁ ତ କରିପାରୁନି, ଆଉ କ'ଣ କରିବା। ଛୁଆ ତିନିଟା କ'ଣ ହେଉଛି? ତିନିଟି ଝିଅ ନା କ'ଣ? ତିନିଟା ଝିଅ, ଗୋଟେ 11 ବର୍ଷର, ଗୋଟେ 9 ବର୍ଷର, ଆଉ ଗୋଟେ 8 ବର୍ଷର, ଏଇ ତିନିଟା ଝିଅ। ଆଉ ଖାଇବା ପାଇଁ ବି ଘରେ ଚାଉଳ ପତ୍ର ନାହିଁ। ଏ ତ 2 ଜଣଙ୍କର ଆମ ରେସନ୍ କାର୍ଡ଼ ହେଇଛି, ଛୁଆଙ୍କର ପଡ଼ିନାହିଁ ବି। ଆଉ ବହୁତ ଅସୁବିଧାରେ ଆମେ ଚଳୁଛୁ, ଚାଲିଛୁ। ଜିଲ୍ଲାପାଳଙ୍କୁ ଦେଖା କଲେ? ଆଜ୍ଞା। କ'ଣ କହିଲେ ସାର୍? ସାର୍ କହିଲେ ହଁ ତୁମକୁ ସାହାଯ୍ୟ କରିମୁ, ଏଇଆ କହିଲେ। ଆଉ କ'ଣ ଚାହୁଁଛନ୍ତି ଆପଣ? ଆପଣ ଚାହୁଁଛନ୍ତି କ'ଣ ଅଧିକ? ଚାହୁଁଛୁ ଆପଣ ଏଇ ଛୁଆଙ୍କ ଟିକେ ଖର୍ଚ୍ଚ ପାଇଁ ଯାହା ଯେମିତି କରିକି ତାଙ୍କୁ ଚଳେଇବା ପାଇଁ ମୁଁ ସେଇଟା କରୁଛି। ଆଉ ରୋଜଗାର ମୋର ତ କିଛି ନାହିଁ, ଛୁଆ କେମିତି ପାଠ ପଢ଼ିବା, ମଣିଷ କେମିତି ହେବେ, ଟିକେ ପିନ୍ଧା ପିନ୍ଧି ଖାଇବା ପିଇବା କରିବେ, ସେଇଟା ମୁଁ ଚାହୁଁଛି। ଆଉ ସାହାଯ୍ୟ କରି